ଯୋଉ ଅବସ୍ଥା ବର୍ତ୍ତମାନ ଦେଖା ଦଉଛି, ଆଜ୍ଞା ଏପର୍ଯ୍ୟନ୍ତ ବିଜେପି ତାର ପ୍ରାର୍ଥୀ ଘୋଷଣା କରିନାହିଁ। ତାର ତ ନିଶ୍ଚିତ ଭାବରେ 2 ନିର୍ବାଚିତ ହେବେ ତା ସଂଖ୍ୟା ଦୃଷ୍ଟିକୋଣରୁ। ତୃତୀୟ ପ୍ରାର୍ଥୀ ସେ ଦେବେ। ତୃତୀୟ ପ୍ରାର୍ଥୀ ଦେଲା ବେଳକୁ ବିଜେଡି ଧର ଯୋଡ଼ିଏ ପ୍ରାର୍ଥୀ ଦେଲେ, 2 ପ୍ରାର୍ଥୀ ଦେଲେ, ତାଙ୍କର ଘୋଷଣା କରିଦେଇଛନ୍ତି 2। ଆଜ୍ଞା ଏ କ୍ଷେତ୍ରରେ ଯଦି କଂଗ୍ରେସ ବିଜେଡି ଯୋଉ ମିଳିତ ଭାବରେ ଜଣେ ପ୍ରାର୍ଥୀ କି ସାହାଯ୍ୟ କରନ୍ତି, ତାହେଲେ ଚତୁର୍ଥ ପ୍ରାର୍ଥୀକୁ ଚତୁର୍ଥ ପ୍ରାର୍ଥୀ କି, ଆଜ୍ଞା ତାହେଲେ ବିଜେଡି କଂଗ୍ରେସ ମିଳିତ ଏଥିରେ ଜଣେ ଜିତିବ, ଆଉ ଜଣେ ବିଜେଡି ଜିତିବ, ଆଉ 2 ଜଣ ଜିତିବେ ବିଜେପି। କିନ୍ତୁ ଯାହା ଦେଖା ହଉଛି, କେତେବେଳେ କଂଗ୍ରେସ କହୁଛି 3ଟା ନେଇଛି, ଫର୍ମ ନେଇଛନ୍ତି, ସେଟ୍ ନେଇଛନ୍ତି ନମିନେସନ କରିବା ପାଇଁ। ଆଜ୍ଞା ସେ ଯଦି ଦିଅନ୍ତି, ଦେଲା ମାନେ ବିଜେଡି ଦେବେ ନାହିଁ ଭୋଟ। ଆଜ୍ଞା ଯଦି ବିଜେଡି ନ ଦେବେ, ଅଟୋମେଟିକାଲି ବିଜେପି ଜିତିବ। ବିଜେଡି କଂଗ୍ରେସ ଏକାଠି ନହେଲେ ବିଜେପି ଟା ନିଶ୍ଚିତ ଜିତିବ। ଏ ହଉଛି କଥା। କିନ୍ତୁ ଗୋଟେ କଥା ହଉଛି, ଯଦି କଂଗ୍ରେସ ବି ଦିଏ ଗୋଟେ କ୍ୟାଣ୍ଡିଡେଟ୍, ଧରନ୍ତୁ କଂଗ୍ରେସ ଦବ, ବିଜେଡି 2ଟି କ୍ୟାଣ୍ଡିଡେଟ୍ ଦେଲା, 3 କ୍ୟାଣ୍ଡିଡେଟ୍ ଦେଲେ, କିଏ ସେ? ବିଜେପି ବିଜେପି 6 କ୍ୟାଣ୍ଡିଡେଟ୍ ହେଲେ। 6 କ୍ୟାଣ୍ଡିଡେଟ୍ ହେଲେ ବି ଗଣିତ ଦୃଷ୍ଟିକୋଣରୁ, ଯେହେତୁ ତୃତୀୟ କ୍ୟାଣ୍ଡିଡେଟ୍ ପାଇଁ ବିଜେପିର ସବୁଠୁ ଅଧିକ ପ୍ରଥମ ପସନ୍ଦ ଭୋଟ ବଳିବ, ସେ ଅଧିକ ପ୍ରଥମ ପସନ୍ଦ ଭୋଟ ପାଇବ। ଯଦିଓ ପ୍ରଥମ ପସନ୍ଦ ଭୋଟରେ ତାହାର ଯେ କି ସଂଖ୍ୟା ନିର୍ବାଚିତ ହବା ପାଇଁ ଉପଯୁକ୍ତ ହବ ନାହିଁ ଜିତିବା ପାଇଁ, କିନ୍ତୁ ଦ୍ୱିତୀୟ ପସନ୍ଦରେ ବିଜେପିର ଯୋଉ ଦ୍ୱିତୀୟ ପସନ୍ଦ ହଉଛି ବିଜେପି ଏମଏଲଏ ମାନଙ୍କର, ଦ୍ୱିତୀୟ ପସନ୍ଦ ଭୋଟରେ ବିଜେପିର 3ଟା ଅଙ୍କ ଜିତିଯିବ। 3 ଜଣ କ୍ୟାଣ୍ଡିଡେଟ୍ ଜିତିବ ବିଜେପି। ଯଦି କଂଗ୍ରେସ ଦିଏ ନିଜର କ୍ୟାଣ୍ଡିଡେଟ୍ ଦିଏ, ତେବେ ଯାଇ ହଁ, କଂଗ୍ରେସ ଦେଲେ ବି ବିଜେପି ଜିତିବ। ଯଦି କଂଗ୍ରେସ ନ ଦେଇକି ବିଜେପି କି ବିଜେଡି କି ସମର୍ଥନ କରିବ, ତାହେଲେ ବିଜେପି କ୍ୟାଣ୍ଡିଡେଟ୍ ହାରିବ। ଏମାନେ 2-2 ହେବେ। ଆଉ ଯଦି ତାର ନିଜସ୍ୱ କ୍ୟାଣ୍ଡିଡେଟ୍ ଦେଲା, ତାହେଲେ ବିଜେପି ଜିତିବାଟା ପରିଷ୍କାର। ଏବଂ ତା ସହିତ ଆଉ ଏଇ ତୃତୀୟ ଚତୁର୍ଥ ଭିତରୁ ଗୋଟେ ବିଜେପି ନବାର ସମ୍ଭାବନା ରହିବ। ଗୋଟିଏ ରହିବ ବିଜେଡି, ଆଜ୍ଞା ଗୋଟିଏ ବିଜେଡି ରହିବ। ବିଜେଡିର ଯେହେତୁ ସଂଖ୍ୟା ଅଛି, ବିଜେଡି ରହିବ। 4ରୁ 3 ସେ ରହିବ, 1 ରହିବ। ଆଜ୍ଞା ତେବେ ଏମିତି ପକ୍ଷରେ କଣ ବିରୋଧୀ ଦଳ ହିସାବରେ ତ ବିଜେଡି ଆଉ କଂଗ୍ରେସ ସାଙ୍ଗ ହେଇକି ରହିବା କଥା ବୋଲି ଭାବୁଛନ୍ତି? ନା, ବିରୋଧୀ ଦଳ ହିସାବରେ ବିଜେଡି କଂଗ୍ରେସ ଏକାଠି ରହିବା ଉଚିତ। କିନ୍ତୁ ଭକ୍ତ ଦାସଙ୍କର ଯୋଉ କହନ୍ତିନି ନା, ଅନାହୁତେ ପ୍ରବିଶନ୍ତି ଅପୃଷ୍ଟେ ବହୁ ଭାସତେ, ମାନେ କେହି ନ ଡାକିଲେ ପଶିଯିବା, ନ ପଚାରିଲେ କହିବା, ଏ ଅଭ୍ୟାସଟି ଭକ୍ତ ବାବୁଙ୍କର ଅଛି। ଭକ୍ତ ବାବୁ ପ୍ରଥମେ ନବୀନ ବାବୁଙ୍କୁ ଦେଖା କରିବାକୁ ଯାଇକି, ଯୋଉ ନବୀନ ବାବୁ ଅସୁସ୍ଥ ଥିଲେ, ଯେତେବେଳେ ହଟହଟା ହେଇଥିଲେ ସମସ୍ତେ ଜାଣିଛନ୍ତି। ପୁନଶ୍ଚ ନିଜ ତରଫରୁ ଘୋଷଣା କରିଦେଲେ ଯେ ନବୀନ ବାବୁ ସମୟ ଦିଅନ୍ତୁ, ମୁଁ ଦେଖା କରିବି। ତମେ ଗୋଟେ ଅଲ ଇଣ୍ଡିଆ ସର୍ବଭାରତୀୟ ଦଳର ସଭାପତି, ତମେ ଏତେ ବିକଳ କାହିଁକି ଦେଖା କରିବା ପାଇଁ? ବିକଳ ହେଲ, ତମର ଦୁର୍ବଳତା ଜଣା ପଡିଗଲା। ଯୋଉଠି ବସିକି 2 ଦଳ ଆଲୋଚନା କରିବା ଜାଗାରେ ତମକୁ ମାନେ ନ କରିକି, ସେ ପ୍ରକାର ଗୋଟେ ଇଏ ଆଟମୋସ୍ଫିୟର କ୍ରିଏଟ ନ କରିକି, ତମେ ହଠାତ୍ କିନି ଫେରେ କ୍ୟାଣ୍ଡିଡେଟ୍ ଦେଇଦବା ପାଇଁ ଇଏ ନେଲ, କଣ ଫର୍ମ ନେଲ? ଯଦି କ୍ୟାଣ୍ଡିଡେଟ୍ ଦବ ବିଜେପି ଜିତିବ, ନ କ୍ୟାଣ୍ଡିଡେଟ୍ ନଦେଲେ ବି ବିଜେଡି ସମର୍ଥନ କଲେ ବିଜେଡି ଜିତନ୍ତା। ତମକୁ ସମର୍ଥନ କେହି କଲେ ନାହିଁ। କିନ୍ତୁ ସେ କ୍ଷେତ୍ରରେ ତମର ଯୋଉ ଗୋଟି ଚଳେଇବା, ଯେ କି ବିଜେପି କି ସାଙ୍ଗରେ ନବା, ଯୋଉ ଭୂମିକା ରହିବା କଥା, ଯୋଉ ପ୍ରକାର କଳକୌଶଳ ରହିବା କଥା, ସେଥିରେ ତାଙ୍କର ଅଭାବ ଦେଖାଗଲା। ଯାହା ଫଳରେ ବିରୋଧୀ ଦଳରେ ଏକତା ସମ୍ଭବ ହଉନାହିଁ। ଯଦି ୟା ପରେ କଣ ହଉଛି ଦେଖାଯାଉ। ଯଦି ଆଲୋଚନା ଟେବୁଲରେ ବସିବା ପାଇଁ ଚିନ୍ତା କରିପାରିଲେନି, ହେଇପାରିଲାନି ଉଭୟଙ୍କର, ତାହେଲେ କେମିତି କିଏ କାହାକୁ ସମର୍ଥନ ଦବ? ଆଚ୍ଛା, ଯଦି ବି ଦିଅନ୍ତି ବି କଣ ହବ? ତ ଭୋଟ କଂଗ୍ରେସ ପାଇବ? ମତେ ଲାଗୁନି।
ସେ କଂଗ୍ରେସ ଯୋଉ ଭୋଟ ଦେଲେ 14-1-15 ହୁଁ 14-1-15 ସେ 15 ଭୋଟ ବି କଂଗ୍ରେସ ପାଇପାରିବ ନାହିଁ। ତା ଭିତରୁ ନିଶ୍ଚିତ ଭାବରେ କିଛି ଭୋଟ କିଛି ଏମଏଲଏ କ୍ରସ୍ ଭୋଟିଂ କରିବେ। ମୋର ଅନୁମାନ କିଛି ଏମଏଲଏ କ୍ରସ୍ ଭୋଟିଂ କରିବେ କଂଗ୍ରେସର। କଂଗ୍ରେସ। ଯଦି ଆଜ୍ଞା କଂଗ୍ରେସର ନ କରନ୍ତି ବି ରହିଯାଆନ୍ତି, ମତେ ଦେଖା ହଉନି ରହିଲା ଭଳିଆ। ଯଦି ରହିଯାଆନ୍ତି ତାହେଲେ କଂଗ୍ରେସର ମର୍ଯ୍ୟାଦା ରକ୍ଷା କରିପାରିବ, ଅତି କମରେ ମର୍ଯ୍ୟାଦା ରକ୍ଷା କରିପାରିବ। କଂଗ୍ରେସ କ୍ୟାଣ୍ଡିଡେଟ୍ ଦେଇକି ତାର ଯଦି 14 ଭୋଟକୁ ରକ୍ଷା କରେ ତାହେଲେ ତାର ମର୍ଯ୍ୟାଦା ରହିବ। ଯଦି 14 ଭୋଟ ନ ରହେ 14 ଭୋଟ ନ ରହେ କଂଗ୍ରେସ ଆହୁରି ଅସୁବିଧାରେ ପଡିବ। ଆଜ୍ଞା ସେଇ କ୍ଷେତ୍ରରେ ଆଉ ବିଜେଡିର ବି କ୍ରସ୍ ଭୋଟିଂ ହବାର ସମ୍ଭାବନା ବି ଅଛି। ଆଜ୍ଞା ବିଜେଡି 2 ଜଣ ଏମଏଲଏ କୁ ସସ୍ପେଣ୍ଡ କରିଛି। ହୁଁ ସେ ହୁଏତ ବିଜେଡି ଭୋଟ ଦେଇ ନ ପାରନ୍ତି, ହୁଁ ଦେବାର ସମ୍ଭାବନା କମ, ହୁଁ ତାକୁ ସସ୍ପେଣ୍ଡ କରାଯାଇଛି। ହୁଁ ପୁଣି ଯୋଉ ପ୍ରଭାତ ବିଶ୍ୱାଳଙ୍କୁ ପରେ ଆକ୍ସନ ନିଆଗଲାଣି, ତାଙ୍କୁ ସସ୍ପେଣ୍ଡ କରାଗଲାଣି। ଆଜ୍ଞା ପ୍ରଭାତ ବିଶ୍ୱାଳଙ୍କ ପୁଅ ହଉଛନ୍ତି ଏମଏଲଏ, ହଁ ସେ କଣ କରିବେ? କେହି ଯେ ନିର୍ବାଚନକୁ ଡରିକି, ଏମିତି ଅଛି ଯେ ଅନେକ ଏମଏଲଏ ହେବା ପାଇଁ ଅଛନ୍ତି ନିର୍ବାଚନକୁ ଡରିବେନି, ଆଉ ଗୋଟେ ନିର୍ବାଚନ ହେଲେ ବି ତାକୁ ଫେସ୍ କରିପାରିବେ। ପ୍ରଭାତ ବିଶ୍ୱାଳଙ୍କର ପୁଅ, ତାର ପ୍ରଭାତ ବିଶ୍ୱାଳଙ୍କର ନିଜସ୍ୱ କାସ୍ତି ଅଛି। ହୁଁ ସେ କ୍ୟାଣ୍ଡିଡେଟ୍ କୁ ଇଣ୍ଡିପେଣ୍ଡେଣ୍ଟ ନିଜେ ଜିତିଥିଲେ ପ୍ରଥମେ। ହୁଁ ତାଙ୍କର ଲୋକଙ୍କ ଭିତରେ ପ୍ରଭାବ ଅଛି। ଯଦି ପ୍ରଭାତ ବିଶ୍ୱାଳଙ୍କୁ ସେମାନେ ସସ୍ପେଣ୍ଡ କରିଛନ୍ତି, ତାଙ୍କ ପୁଅକୁ ଯଦି ପାର୍ଟିରୁ ବହିଷ୍କାର କରନ୍ତି କି ଯଦି ଭୋଟ ହୁଏ ତାହେଲେ ପ୍ରଭାତ ବିଶ୍ୱାଳଙ୍କୁ ବହୁତ ଦାନାଦା, ପ୍ରଭାତ ବିଶ୍ୱାଳ ଭୟ କରିବେନି। ସେଇ ସାରେ ବିଜେଡିର ବି ଗୋଟେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି। ବିଜେଡି ବି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ନିଜେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡି ଯୋଉ ଷ୍ଟେପ ନେଲା, 2 ଜଣଙ୍କୁ ସସ୍ପେଣ୍ଡ କଲା, ତୃତୀୟରେ ଆଙ୍କୁ ସସ୍ପେଣ୍ଡ କଲା, ଏଟା କରିବା ଉଚିତ ନଥିଲା। ବିଜେଡି ଆଜ୍ଞା ପାଇଁ ଏଟା କ୍ଷତିକାରକ। ଆଉ କଂଗ୍ରେସ ଦଳ ତ ତାର ଡିସିସନ ନବାରେ, ହୁଁ କିଛି ନ କରିକି ଆଗୁତୁରା କହିବାରେ ତା ଧୁରନ୍ଧର କହିସାରିଛନ୍ତି ନେତା ତାଙ୍କର, ମାନେ ଏଥିରେ ଭକ୍ତ ବାବୁ ତାଙ୍କର। କିନ୍ତୁ ମୋର ଯାହା ଧାରଣା ଏ କ୍ଷେତ୍ରରେ କିନ୍ତୁ ଗୋଟେ ବଡ ଧରଣର ଫାଇଟ୍ ହବ। ବିସ୍ଫୋରଣ, ଫାଇଟ୍ ନୁହେଁ, ବିସ୍ଫୋରଣ ହବାର ସମ୍ଭାବନା ବି ଅଛି। ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ସାର୍। ହଁ।